ତୁଳା ରାଶିର ବ୍ୟକ୍ତିମାନେ ନମସ୍କାର ବନ୍ଧୁଗଣ, ହର ହର ମହାଦେବ। ଆପଣ ସମସ୍ତଙ୍କୁ ସ୍ୱାଗତ। ଯଦି ଆପଣ ଜାଣିବାକୁ ଆଗ୍ରହୀ ଯେ ଗ୍ରହଗତି ଆପଣଙ୍କ ଜୀବନରେ କେଉଁ ନୂତନ ସୁଯୋଗ ସୂଚାଉଛି, ତେବେ ଏହି ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ପାରମ୍ପରିକ ଜ୍ୟୋତିଷଶାସ୍ତ୍ର ଅନୁସାରେ ଯେତେବେଳେ ବୃହସ୍ପତି, ଶୁକ୍ର ଏବଂ ଚନ୍ଦ୍ର ଶୁଭ ପ୍ରଭାବ ପକାଇଥାନ୍ତି, ଆପଣଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିପାରେ। ଆଜି ଆମେ ଆପଣଙ୍କ ରାଶିଫଳ, ଗ୍ରହର ଗତି ଏବଂ ମହାଦେବଙ୍କ ଆଶୀର୍ବାଦ ସହିତ ଜଡ଼ିତ ଲକ୍ଷଣଗୁଡ଼ିକ ବିଷୟରେ ଆଲୋଚନା କରିବୁ। ଯଦି ଆପଣଙ୍କୁ ଭିଡ଼ିଓଟି ପସନ୍ଦ ଆସିଥାଏ ତେବେ ଏହାକୁ ଲାଇକ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ କମେଣ୍ଟରେ ହର ହର ମହାଦେବ ଲେଖନ୍ତୁ। ମୁଁ ଆପଣଙ୍କୁ ଆଗକୁ କ'ଣ କହୁଛି ତାହା ଧ୍ୟାନ ସହିତ ଶୁଣନ୍ତୁ। ବନ୍ଧୁଗଣ, ଅତ୍ୟନ୍ତ ସତର୍କ ରୁହନ୍ତୁ, କାରଣ ଆଗାମୀ 24 ଘଣ୍ଟା ମଧ୍ୟରେ ଆପଣ କିଛି ଗୁରୁତ୍ୱପୂର୍ଣ୍ଣ ଚମତ୍କାର ପରିବର୍ତ୍ତନ ଦେଖିପାରନ୍ତି। ଆପଣଙ୍କ ରାଶିଫଳ ସୂଚାଇ ଦିଏ ଯେ ଆପଣ ଏକ ସୁନା ପାତ୍ରରେ ଚା ପିଇବେ। ହଁ ବନ୍ଧୁଗଣ, ପିଇବେ। ହଁ ବନ୍ଧୁଗଣ, କୁହାଯାଏ ଯେ ଏକ ବାକ୍ସ ମିଠା ଏବଂ ଏକ ଗ୍ରାମୀଣ ପାତ୍ର ନିଅନ୍ତୁ, ଯାହା ପୂର୍ବରୁ କେବେ ମୋର ଭବିଷ୍ୟବାଣୀକୁ ପଡ଼ୋଶୀମାନଙ୍କ ସହିତ ସେୟାର କରନ୍ତୁ। ଏହା ପଥରରେ ଲେଖା ପରି। ଏହାକୁ ମଜା କରିବା ପାଇଁ ଭୁଲ କରନ୍ତୁ ନାହିଁ। ଆଗାମୀ 7 ବର୍ଷ ମଧ୍ୟରେ ଆପଣଙ୍କୁ ଏପରି ଭଲ ଖବର ମିଳିବ ନାହିଁ ଯେପରି ଆପଣଙ୍କୁ ଏବେ ମିଳିବାକୁ ଯାଉଛି। ସମୟ ବହୁତ କମ୍, ଏହାକୁ ହାଲୁକା ଭାବରେ ନିଅନ୍ତୁ ନାହିଁ। ହଁ ମୋର ପ୍ରିୟ ପରିବାର, ଆଜିର ଜ୍ୟୋତିଷ କାର୍ଯ୍ୟକ୍ରମ ଆପଣଙ୍କ ପାଇଁ ବହୁତ ବିଶେଷ ଏବଂ ଲାଭଦାୟକ। ଆପଣଙ୍କ ସୂଚନା ପାଇଁ ମୁଁ ଆପଣଙ୍କୁ ଜଣାଇବାକୁ ଚାହୁଁଛି ଯେ ଯଦି ଆପଣ ଏହି ଭିଡ଼ିଓଟିକୁ ଦୈବଯୋଗରେ ଖୋଲିଛନ୍ତି କିମ୍ବା ଏହା କୌଣସି ପ୍ରକାରେ ଆପଣଙ୍କ ପାଖରେ ପହଞ୍ଚିଛି, ତେବେ ଏହା ସମ୍ଭବ ଯେ ଏହି ବାର୍ତ୍ତା କେବଳ ଆପଣଙ୍କ ପାଇଁ ଏବଂ ଭଗବାନ ଆପଣଙ୍କୁ କିଛି ସଂକେତ ଦେବାକୁ ଚାହୁଁଛନ୍ତି। ଆପଣଙ୍କ କୁଣ୍ଡଳୀରେ ଏକ ବହୁତ ଭଲ ମିଶ୍ରଣ ସୃଷ୍ଟି ହୋଇଛି, ଯାହା ଆପଣଙ୍କୁ ଅନେକ ଲାଭ ଦେବ। ଆପଣ ଭଗବାନ ଶିବଙ୍କ ଆଶୀର୍ବାଦ ମଧ୍ୟ ପାଇବେ। ପାରମ୍ପରିକ ଜ୍ୟୋତିଷଶାସ୍ତ୍ର ଅନୁସାରେ ଯେତେବେଳେ କିଛି ଗ୍ରହ ଅନୁକୂଳ ସ୍ଥିତିରେ ଥାଆନ୍ତି, ଜୀବନରେ ନୂତନ ସୁଯୋଗ, ସମ୍ମାନ ଏବଂ ଆର୍ଥିକ ପ୍ରଗତି ପାଇଁ ନୂତନ ସମ୍ଭାବନା ସୃଷ୍ଟି ହେବା ଆରମ୍ଭ ହୁଏ। ଏଗୁଡ଼ିକ ତୁମକୁ ଭୟ କରିବାର କୌଣସି ଆବଶ୍ୟକତା ନାହିଁ, କାରଣ ଏବେ ଅନ୍ୟତ୍ର ଖୁସି ଖୋଜିବାର କୌଣସି ଆବଶ୍ୟକତା ନାହିଁ। ବରଂ ତୁମର ସମସ୍ତ ସ୍ଥଗିତ କାର୍ଯ୍ୟ ସମାପ୍ତ ହେବ ଏବଂ ତୁମେ ପରମେଶ୍ୱରଙ୍କ ବିଶେଷ ଆଶୀର୍ବାଦ ମଧ୍ୟ ପାଇବ। ଦେଖ, ଆଜିର ମୋର ଭବିଷ୍ୟବାଣୀ ପଥରରେ ସ୍ଥାପିତ। ତୁମେ ସୁନା ପାତ୍ରରେ ଚା ପିଇବ। ତୁମ ପାଇଁ ଏତେ ସୁନ୍ଦର ସମୟ ପ୍ରକାଶ ପାଇବାକୁ ଯାଉଛି ଏବଂ ଏହା କେବଳ ତୁମର ଭଲ କାମ ଏବଂ କଠିନ ପରିଶ୍ରମ ପାଇଁ। ଯଦି ତୁମର ଚିନ୍ତାଧାରା ଭଲ, ତୁମର କଠିନ ପରିଶ୍ରମ ସତ୍ୟ ଏବଂ ତୁମର ଭକ୍ତି ପବିତ୍ର, ତେବେ କେହି ତୁମକୁ ଜଣେ ମହାନ ବ୍ୟକ୍ତି ହେବାରୁ ରୋକିପାରିବେ ନାହିଁ। ହଠାତ୍ ଏତେ ବଡ଼ ଗ୍ରହ ମହାକାଶରେ ଗମନ କରିଛନ୍ତି ଯାହା ତୁମର ଜୀବନ ଉପରେ ସିଧାସଳଖ ପ୍ରଭାବ ପକାଇବେ। ଭିଡ଼ିଓର ଶେଷ ପର୍ଯ୍ୟନ୍ତ ଆମ ସହିତ ରୁହ। ଆମେ ତୁମକୁ ସବୁକିଛି କହିବୁ ଏବଂ ତୁମର ଜୀବନରେ କ'ଣ ଘଟିବାକୁ ଯାଉଛି ତାହା ବୁଝାଇବୁ। ବନ୍ଧୁଗଣ, ଏହା ତୁମ ପାଇଁ ଏକ ସାଧାରଣ ସମୟ ଭାବରେ ବିବେଚନା କରାଯାଉ ନାହିଁ। ଯଦିଓ ତୁମେ ଭାବୁଛ ଏହା ଏକ ସାଧାରଣ ସମୟ, ଏହା ସେତେବେଳେ ନୁହେଁ ଯେତେବେଳେ ବୃହସ୍ପତି ତାଙ୍କର ଶୁଭ ଦୃଷ୍ଟି ପକାଇବେ। ଏହା ସୁଖ ଏବଂ ସମୃଦ୍ଧିର ଭାବନାକୁ ଦୃଢ଼ କରେ ଏବଂ ଚନ୍ଦ୍ରମନକୁ ସ୍ଥିରତା ପ୍ରଦାନ କରେ, ଯାହାଦ୍ୱାରା ବ୍ୟକ୍ତିର ଜୀବନରେ ସକାରାତ୍ମକ ପରିବର୍ତ୍ତନର ସମ୍ଭାବନା ବୃଦ୍ଧି ପାଏ। ଆଗାମୀ ସମୟରେ ଈଶ୍ୱର ଆପଣଙ୍କ ପାଇଁ ଯାହା ଯୋଜନା କରିଛନ୍ତି ତାହା ସର୍ବୋତ୍ତମ ପାଇଁ। ଆପଣ ଗୋଟିଏ ଉତ୍ସରୁ ନୁହେଁ, ବରଂ ବିଭିନ୍ନ ନୂତନ କ୍ଷେତ୍ରରୁ ଟଙ୍କା ପାଇବେ, ଶୁଭ ସମାଚାର ପାଇବେ ଏବଂ ଆପଣଙ୍କ ଜୀବନ ସ୍ୱର୍ଗ ହୋଇଯିବ। ହଁ ବନ୍ଧୁଗଣ, ଜ୍ୟୋତିଷଶାସ୍ତ୍ର ଭବିଷ୍ୟବାଣୀ କରିଛି ଯେ ଚନ୍ଦ୍ର ଆପଣଙ୍କ ଜୀବନରେ ଖୁସି ଏବଂ ଶାନ୍ତି ଆଣିବ ଏବଂ ଆପଣଙ୍କ ମନ ଶାନ୍ତ ରହିବ। ଯଦି ଆପଣ ଆପଣଙ୍କ ମନ ଉପରେ ନିୟନ୍ତ୍ରଣ ପାଇବେ, ତେବେ ବିଜୟ ସୁନିଶ୍ଚିତ ହେବ। ହଁ, ଆଜିକାଲି ସମସ୍ତେ ଭାବନ୍ତି ଯେ ସେମାନେ କଠିନ ପରିଶ୍ରମ କରିବେ, ପ୍ରଚୁର ଟଙ୍କା ରୋଜଗାର କରିବେ, ବିଭିନ୍ନ କ୍ଷେତ୍ରରୁ ଟଙ୍କା ରୋଜଗାର କରିବେ ଏବଂ ମହାନ ବ୍ୟକ୍ତି ହେବେ। କିନ୍ତୁ ସେମାନେ ଠିକ୍ ଭାବରେ କାର୍ଯ୍ୟ କରିବାରେ ବିଫଳ ହୁଅନ୍ତି, ଅର୍ଥାତ୍ ସେମାନେ ନିଜ ମନକୁ ନିୟନ୍ତ୍ରଣ କରିପାରିବେ ନାହିଁ ଏବଂ ତାପରେ ନୂତନ କ୍ଷେତ୍ରରେ କାମ କରି ବିଚଳିତ ହୋଇଯାଆନ୍ତି। ଏବେ ଏପରି ସମୟ ଆସିଛି, ତୁମେ କେବେ ଏତେ ବଡ଼ ସମସ୍ୟା ବିଷୟରେ ଚିନ୍ତା କରିନଥିବ। ଯଦି ତୁମର କାମ ବର୍ତ୍ତମାନ ଅଟକି ରହିଛି, ତୁମେ ଅର୍ଥର ଅଭାବ, ଆର୍ଥିକ ପ୍ରତିବନ୍ଧକ ଅନୁଭବ କରୁଛ କିମ୍ବା ତୁମର କଠିନ ପରିଶ୍ରମ ସତ୍ତ୍ୱେ ତୁମେ ଆଶା କରିଥିବା ଫଳାଫଳ ପାଇପାରୁନାହିଁ, ତେବେ ଦୁଃଖିତ କିମ୍ବା ଅତ୍ୟଧିକ ଚିନ୍ତିତ ହେବାର କୌଣସି ଆବଶ୍ୟକତା ନାହିଁ। ବନ୍ଧୁଗଣ, ମନେ ରଖନ୍ତୁ ଯେ ପାରମ୍ପରିକ ଜ୍ୟୋତିଷ ଅନୁସାରେ ପରିସ୍ଥିତି ଧୀରେ ଧୀରେ ତୁମ ସପକ୍ଷରେ ପରିବର୍ତ୍ତନ ହୋଇପାରେ ଏବଂ ତୁମେ କେବଳ ଥରେ ମହାନ ସଙ୍କଟ ମୋଚନ
ସଂକଟ ଦୂରକାରୀ ହନୁମାନଙ୍କ ନାମ ନେଇପାରିବ। ଏହାପରେ ଏକ ନୂତନ ସୁଯୋଗ, ଏକ ସ୍ଥଗିତ କାର୍ଯ୍ୟ କିମ୍ବା କୌଣସି ପ୍ରିୟଜନଙ୍କଠାରୁ ଶୁଭ ଖବର ପାଇବାର ସମ୍ଭାବନା ହୋଇପାରେ। ବନ୍ଧୁଗଣ, ଯଦି ତୁମେ ହନୁମାନଙ୍କ ନାମ ନେଇଛ, ଏପରିକି ଯଦି ବିଲେଇ ତୁମର ରାସ୍ତା ପାର କରେ କିମ୍ବା ସକାଳେ ତୁମେ କିଛି ଖରାପ ଲକ୍ଷଣ ଦେଖ, ତେବେ ତୁମେ ହନୁମାନଙ୍କ ନାମ ନେଇପାରିବ, କାରଣ ହନୁମାନ ନିଜେ ସମସ୍ୟାର ତ୍ରାଣକରୁମାନ, ନିଜେ ସମସ୍ୟାର ତ୍ରାଣକର୍ତ୍ତା। ହନୁମାନଜୀ ଯେକୌଣସି ପ୍ରକାର ସମସ୍ୟା କିମ୍ବା ସଂକଟକୁ ଦୂର କରିପାରିବେ। ହନୁମାନଜୀଙ୍କ ନାମ ଜପ କରି ଆପଣ ଆପଣଙ୍କ ଜୀବନରେ ସଫଳତା ହାସଲ କରିପାରିବେ ଏବଂ ଏକ ନୂରିପାରିବେ ଏବଂ ଏକ ନୂତନ ଜୀବନ ଆରମ୍ଭ କରିପାରିବେ। ଏହା ମଧ୍ୟ ସମ୍ଭାବନା ଅଛି ଯେ ଆପଣଙ୍କୁ ଏପରି ଏକ ମହାନ ସମାଚାର ମିଳିବ ଯାହା ଆପଣଙ୍କୁ ଆପଣଙ୍କ ପରବର୍ତ୍ତୀ ଜୀବନରେ ମିଳିବ ନାହିଁ। ଏହା ବ୍ୟତୀତ ଜ୍ୟୋତିଷଶାସ୍ତ୍ର ସୂଚାଇ ଦିଏ ଯେ ଆପଣଙ୍କୁ ଭଗବାନ ଶିବଙ୍କଠାରୁ ବିଶେଷ ଆଶୀର୍ବାଦ ମିଳିବ। ଆପଣ ଜାଣନ୍ତି ଯେ ମହାଦେବଙ୍କ ଆଶୀର୍ବାଦ କେବଳ ଧନ ନୁହେଁ, ବରଂ ସଠିକ୍ ସମୟରେ ସଠିକ୍ ନିଷ୍ପତ୍ତି ନେବାର ଶକ୍ତି ମଧ୍ୟ ପ୍ରଦାନ କରେ। ଯଦି ଆପଣ ସଚ୍ଚୋଟତା, ଧୈର୍ଯ୍ୟ ଏବଂ ସକାରାତ୍ମକ ମନୋଭାବ ସହିତ ଆଗକୁ ବଢ଼ି ଚାଲିବେ, ତେବେ ଏହି ସମୟ ଆପଣଙ୍କ ପାଇଁ ଏକ ନୂତନ ଦିଗ ଏବଂ ଏକ ନୂତନ ଖୁସି ଆଣିପାରେ। ବନ୍ଧୁଗଣ, ଆପଣ ଏହା କଳ୍ପନା ମଧ୍ୟ କରିନଥିବେ, ଆପଣଙ୍କ ଜୀବନରେ ଏପରି ପରିବର୍ତ୍ତନ ଆସିପାରେ। ଶେଷରେ ଯାହା ବି ଘଟିବ ତାହା ଆପଣଙ୍କ ପାଇଁ ବହୁତ ଭଲ ହେବ। ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଭାଗ୍ୟ ଘର ଏବଂ ଯଦି କର୍ମଭାବ, କର୍ମର ଘର ପ୍ରବଳ ଥାଏ ଏବଂ ବୃହସ୍ପତିଙ୍କ ଶୁଭ ପ୍ରଭାବ ଥାଏ, ତେବେ ସମ୍ମାନ, କ୍ୟାରିୟର ଏବଂ ଆର୍ଥିକ ସ୍ଥିତିରେ ଉନ୍ନତି ହେବାର ସମ୍ଭାବନା ଥାଏ। ହଁ ବନ୍ଧୁଗଣ, ଏହି କାରଣରୁ ଅନେକ ଜ୍ୟୋତିଷ ଏପରି ସମୟକୁ ଜୀବନର ଗୁରୁତ୍ୱପୂର୍ଣ୍ଣ ମୋଡ଼ ବୋଲି ମାନିଥାନ୍ତି ଏବଂ ଏହା ସମ୍ପୂର୍ଣ୍ଣ ସତ୍ୟ ଯେ ଆପଣଙ୍କ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମୋଡ଼ ଆରମ୍ଭ ହୋଇଛି। ଏହିଠାରୁ ଆପଣଙ୍କୁ ଦେବୀ ମହାକାଳୀଙ୍କ କିଛି ଉପଚାର ବ୍ୟବହାର କରିବାକୁ ପଡ଼ିବ। ମହାଦେବ ଏବଂ ବଜରଙ୍ଗବଲୀଙ୍କ କିଛି ମନ୍ତ୍ର ଜପ କରନ୍ତୁ। ଏହାପରେ ଖୁସି ନିଶ୍ଚିତ ଭାବରେ ଆସିବ। ସମସ୍ତ ପରିସ୍ଥିତିରେ ସଂଘର୍ଷ କରିବାକୁ ପ୍ରସ୍ତୁତ ରୁହନ୍ତୁ, କାରଣ ଦେବୀ ଏବଂ ଦେବତାଙ୍କ ଆଶୀର୍ବାଦ ସହିତ ଆପଣଙ୍କ ଜୀବନରେ ଏକ ବିରାଟ ସୁଯୋଗ ପ୍ରବେଶ କରିବାକୁ ଯାଉଛି। ଯଦି ଆପଣ ଏହି ସୁଯୋଗକୁ ହାତଛଡ଼ା କରନ୍ତି, ତେବେ ଆପଣ ରାଜା ପରି ବଞ୍ଚିବେ। ଏହାପରେ ଆପଣଙ୍କର କେବେ ବି କୌଣସି ଜିନିଷର ଅଭାବ ରହିବ ନାହିଁ। କିନ୍ତୁ ମନେ ରଖନ୍ତୁ, ଗଧ ସର୍ବଦା ଆପଣଙ୍କୁ ସୁଯୋଗ ଦେଖାଏ। ସଫଳତା ହାସଲ କରିବା ପାଇଁ ସର୍ବଦା ଆପଣଙ୍କ ଚିନ୍ତାଧାରା ଏବଂ କାର୍ଯ୍ୟ ଗୁରୁତ୍ୱପୂର୍ଣ୍ଣ। ଯଦି କୌଣସି ସୁଯୋଗ ଆସି, ହୃଦୟର ସହିତ ପ୍ରୟାସ କରିବା ମଧ୍ୟ ସମାନ ଗୁରୁତ୍ୱପୂର୍ଣ୍ଣ। ହଁ ବନ୍ଧୁଗଣ, ଆପଣଙ୍କ କୁଣ୍ଡଳୀରେ ଏକ ନୂତନ ଯୋଗ ସୃଷ୍ଟି ହୋଇଛି ଏବଂ ଏହି ଯୋଗ ଆପଣଙ୍କୁ ଆପଣଙ୍କ ଜୀବନରେ ଦ୍ରୁତ ଗତିରେ ଆଗକୁ ବଢ଼ାଇବ। ମୁଁ ଆପଣଙ୍କ ପାଇଁ କିଛି ପ୍ରତିକାର ମଧ୍ୟ ବାଣ୍ଟିବାକୁ ଚାହୁଁଛି। ପ୍ରତି ସୋମବାର ଭଗବାନ ମହାଦେବଙ୍କୁ ଜଳ ଅର୍ପଣ କରନ୍ତୁ। ଏହା ସହିତ 108 ଥର ଓମ୍ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ ଏବଂ ଆପଣଙ୍କ ପିତାମାତା ଏବଂ ଶିକ୍ଷକମାନଙ୍କୁ ସମ୍ମାନ କରନ୍ତୁ। ଆପଣଙ୍କ ବଡ଼ମାନଙ୍କୁ ସମ୍ମାନ କରନ୍ତୁ। ପାରମ୍ପରିକ ଭାବରେ ଏହା ମନରେ ସକାରାତ୍ମକତା ଆଣେ, ଶୁଭ କାର୍ଯ୍ୟରେ ଆପଣଙ୍କର ଆତ୍ମବିଶ୍ୱାସ ବୃଦ୍ଧି କରେ ଏବଂ ଆତ୍ମବିଶ୍ୱାସ କରେ। ଯଦି ଆପଣ ଭଲ କାମ କରନ୍ତି, ତେବେ ଦେବୀ ଏବଂ ଦେବତାମାନେ ନିଶ୍ଚିତ ଭାବରେ ଆପଣଙ୍କୁ ସମର୍ଥନ କରିବେ। ଆଗାମୀ ଦିନରେ ଆପଣ ଏପରି ଖବର ପାଇପାରନ୍ତି ଯାହା ପାଇଁ ଆପଣ ଅପେକ୍ଷା କରିଥିଲେ। ତେଣୁ ନିରାଶା ପରିତ୍ୟାଗ କରନ୍ତୁ ଏବଂ ବିଶ୍ୱାସ ଏବଂ କଠିନ ପରିଶ୍ରମ ସହିତ ଆଗକୁ ବଢ଼ନ୍ତୁ। କେବଳ ସେତେବେଳେ ଆପଣ ଭଲ ଖବର ପାଇବେ ଏବଂ ଆପଣଙ୍କ ଜୀବନରେ ଯେକୌଣସି ଆର୍ଥିକ ସମସ୍ୟା ସମ୍ପୂର୍ଣ୍ଣ ଭାବରେ ଦୂର ହୋଇଯିବ। ମୁଁ ସତ୍ୟ କହୁଛି। ଆମେ ବିଶ୍ୱାସ କରୁ ଯେ କେତେବେଳେ ଜୀବନର ସବୁଠାରୁ ସୁନ୍ଦର ଅଧ୍ୟାୟ ଆରମ୍ଭ ହୁଏ, ଯେତେବେଳେ ଆମେ ସମ୍ପୂର୍ଣ୍ଣ ଆଶା ଛାଡ଼ି ଦେଇଥାଉ। ତାପରେ ଭଗବାନ ଆମର ହାତ ଧରି ଆମ ମୁଣ୍ଡରେ ତାଙ୍କ ହାତ ରଖନ୍ତି। ଏହାପରେ କେହି ଆମକୁ ସଫଳତା ପାଇବାରୁ ରୋକିପାରିବେ ନାହିଁ। ବନ୍ଧୁଗଣ, ସ୍ୱୟଂ ଭଗବାନ ଶିବ କହୁଛନ୍ତି, ପୁତ୍ର, ଚିନ୍ତା କର ନାହିଁ, ବରଂ କଠିନ ପରିଶ୍ରମ କର, ପ୍ରାର୍ଥନା କର ଏବଂ ଖୁସି ରହିବା ପାଇଁ ଚେଷ୍ଟା କର। ତୁମର ପିତାମାତାଙ୍କର ସେବା କର, ଭବିଷ୍ୟତରେ ସବୁକିଛି ଠିକ୍ ହୋଇଯିବ ଏବଂ ତୁମର ବ୍ୟକ୍ତିଗତ ଜୀବନରେ ଯେକୌଣସି ଛୋଟ ସମସ୍ୟା ଦୂର ହୋଇଯିବ। ବନ୍ଧୁଗଣ, ପରବର୍ତ୍ତୀ ସମୟରେ ଆମେ ତୁମକୁ ଏକ ସୁନ୍ଦର ଏବଂ ଛୋଟ କାହାଣୀ କହୁଛୁ। ଆମେ ଆଶା କରୁଛୁ ଯେ ତୁମେ ବହୁତ ଧ୍ୟାନ ସହିତ ଶୁଣ। ଏକ ଛୋଟ ଗାଁରେ ମୋହନ ନାମକ ଜଣେ ବ୍ୟକ୍ତି ରହୁଥିଲେ। ଧ୍ୟାନ ସହିତ ଶୁଣ। ବହୁ ବର୍ଷ ଧରି ସେ କଠିନ ପରିଶ୍ରମ କରି ଚାଲିଥିଲେ, କିନ୍ତୁ ସେ ସବୁବେଳେ ବିଫଳ ହୋଇଥିଲେ। ସେ ବାରମ୍ବାର ବିଫଳତାର ସମ୍ମୁଖୀନ ହୋଇଥିଲେ। ଧୀରେ ଧୀରେ ସେ ଆଶା ହରାଇବାକୁ ଲାଗିଲେ। ସେ ଅନୁଭବ କରିବାକୁ ଲାଗିଲେ ଯେ ଏହା ତାଙ୍କ ଶକ୍ତି ବାହାରେ। ସେ ଅନୁଭବ କଲେ ଯେ ସେ କେବେ ସଫଳ ହେବେ ନାହିଁ, କାରଣ
କାରଣ ସେ ଏତେ କଠିନ ପରିଶ୍ରମ କରିଥିଲେ। ତାଙ୍କ ପ୍ରୟାସ ସତ୍ତ୍ୱେ ପରମେଶ୍ୱର ତାଙ୍କ କ୍ରନ୍ଦନ ଶୁଣୁନଥିଲେ। ଗୋଟିଏ ଦିନ ସେ ଜଣେ ବୃଦ୍ଧ ସନ୍ନ୍ୟାସୀଙ୍କୁ ଭେଟିଲେ। ସନ୍ନ୍ୟାସୀ ତାଙ୍କ କୁଣ୍ଡଳୀ ଯାଞ୍ଚ କରିବା ପରେ କହିଲେ, ପୁଅ, ତୁମର ସମୟ ପରୀକ୍ଷା କରୁଛି, କିନ୍ତୁ ଏବେ ବୃହସ୍ପତି ଏବଂ ଶୁକ୍ରଙ୍କ ଶୁଭ ପ୍ରଭାବ ଆରମ୍ଭ ହେବାକୁ ଯାଉଛି। ମୁଁ ତୁମକୁ ପରାମର୍ଶ ଦେଉଛି ଯେ ତୁମେ ତୁମର କଠିନ ପରିଶ୍ରମ ତ୍ୟାଗ କର ନାହିଁ। ଖୁବ୍ ଶୀଘ୍ର ତୁମେ ଏକ ସୁଯୋଗ ପାଇବ ଯାହା ତୁମର ଜୀବନକୁ ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ କରିବ, ତୁମକୁ ସର୍ବଦା ଖୁସିରେ ବଞ୍ଚିବାକୁ ଦେବ। ମୋହନ ପ୍ରଥମେ ସନ୍ନ୍ୟାସୀଙ୍କ କଥାରେ ବିଶ୍ୱାସ କରିନଥିଲେ, କାରଣ ସେ ପୂର୍ବରୁ ଏତେ କଠିନ ପରିଶ୍ରମ କରିଥିଲେ। କିନ୍ତୁ ମୋହନ ସନ୍ନ୍ୟାସୀଙ୍କ କଥାରେ ବିଶ୍ୱାସ କଲେ ଏବଂ କେବଳ ଅପେକ୍ଷା କଲେ ନାହିଁ। ସେ ଆହୁରି ଅଧିକ ନିଷ୍ଠା ଏବଂ ଆନ୍ତରିକତାର ସହିତ କାମ କରିବା ଆରମ୍ଭ କଲେ, କାରଣ ସେ ଏକ ସକାରାତ୍ମକ ସଂକେତ ପାଇଥିଲେ। ସେ ଅନୁଭବ କଲେ ଯେ ଈଶ୍ୱର ତାଙ୍କର କଠିନ ପରିଶ୍ରମକୁ ସେ ବିଶ୍ୱାସ କରୁଥିଲେ ଯେ ତାଙ୍କର ସୁବର୍ଣ୍ଣ ବର୍ଷଗୁଡ଼ିକ ଖୁବ୍ ଶୀଘ୍ର ଆରମ୍ଭ ହେବ। ତେଣୁ ସେ ତାଙ୍କର କଠିନ ପରିଶ୍ରମ ବଢ଼ାଇଲେ ଏବଂ ପୁଣି ଅପେକ୍ଷା କରିବାକୁ ଲାଗିଲେ। କିଛି ମାସ ପରେ ତାଙ୍କୁ ଏପରି ଏକ ସୁଯୋଗ ମିଳିଲା ଯାହା ସେ କେବେ କଳ୍ପନା କରିନଥିଲେ। ତାଙ୍କ ପରିବାର ଏବଂ ବନ୍ଧୁମାନେ ମଧ୍ୟ ଏହା କଳ୍ପନା କରିନଥିଲେ। ସେ ଯେଉଁ କ୍ଷେତ୍ରରେ କାମ କରୁଥିଲେ ସେଠାରେ ସେ ସଫଳତା ପାଇଲେ। ତାଙ୍କର ବ୍ୟବସାୟ ଥିଲା ପରିଚାଳନା। ହଠାତ୍ ତାଙ୍କ ପରିବାରରେ ଖୁସି ଫେରି ଆସିଲା ଏବଂ ଲୋକମାନେ ତାଙ୍କ ସଫଳତାକୁ ଉଦାହରଣ ଭାବରେ କହିବା ଆରମ୍ଭ କଲେ। ସେ ସହରର ଚର୍ଚ୍ଚାର ବିଷୟ ହୋଇଗଲେ। ଲୋକମାନେ କହିବା ଆରମ୍ଭ କଲେ, ଶେଷରେ ପରମେଶ୍ୱର ତାଙ୍କର କଠିନ ପରିଶ୍ରମ ଦେଖିଲେ, ତାଙ୍କ ଡାକ ଶୁଣିଲେ। ଏବେ ସେ ଜଣେ ରାଜା ପରି ବଞ୍ଚିଛନ୍ତି। ପରିଣାମ ବଦଳି ଯାଇଛି। ବନ୍ଧୁଗଣ, ଏହି ଛୋଟ କାହାଣୀର ବାର୍ତ୍ତା ହେଉଛି ଯେ ଯେତେବେଳେ ସମୟ, କାର୍ଯ୍ୟ ଏବଂ ସକାରାତ୍ମକ ଚିନ୍ତାଧାରା ଏକାଠି ହୁଏ, ଜୀବନରେ ନୂତନ ପଥ ସ୍ୱୟଂଚାଳିତ ଭାବରେ ଖୋଲିପାରେ। ତେଣୁ କେବେ ବି ଆଶା ହରାନ୍ତୁ ନାହିଁ, କାରଣ ଆପଣଙ୍କର ସର୍ବୋତ୍ତମ ସମୟ ପାଖେଇ ଆସିପାରେ। କିନ୍ତୁ ଯେଉଁ ମୁହୂର୍ତ୍ତକୁ ଆପଣ ବର୍ଷ ବର୍ଷ ଧରି ଅପେକ୍ଷା କରି ଆସୁଛନ୍ତି, ତାହା ଆସିବାକୁ ଯାଉଛି। ତେଣୁ ଦେବତାଙ୍କ ଦେବତା ମହାଦେବ, ସଙ୍କଟମୋଚନ ହନୁମାନ, ମା ଦୁର୍ଗା, ମା ଲକ୍ଷ୍ମୀ ଏବଂ ଆପଣଙ୍କ ପିତାମାତାଙ୍କୁ ଧନ୍ୟବାଦ ଦିଅନ୍ତୁ, କାରଣ କଳିଯୁଗରେ ପ୍ରଥମ ଥର ପାଇଁ ଆପଣ ଏପରି ଭଲ ଖବର ଏବଂ ଏତେ ବଡ଼ ସଫଳତା ପାଇବେ। ବନ୍ଧୁଗଣ, ଦେବଦେବୀମାନେ ସର୍ବଦା ସେମାନଙ୍କ ଉପରେ ସେମାନଙ୍କର ଆଶୀର୍ବାଦ ବର୍ଷା କରନ୍ତି, ଯେଉଁମାନେ କେବେ ହାର ମାନି ନାହାନ୍ତି ଏବଂ ସର୍ବଦା କଠିନ ପରିଶ୍ରମ, ଈଶ୍ୱର ଏବଂ ନିଜ ଉପରେ ବିଶ୍ୱାସ କରନ୍ତି। ଯେଉଁମାନଙ୍କର ଆତ୍ମବିଶ୍ୱାସର ଅଭାବ ଥାଏ ସେମାନେ କେବେ ସଫଳତା ପାଇପାରନ୍ତି ନାହିଁ। ଯେଉଁମାନେ ସର୍ବଦା ବିଶ୍ୱାସ କରନ୍ତି, ସେମାନେ ସଫଳତା ପାଇପାରିବେ। ପ୍ରଥମେ ଆପଣଙ୍କର କଠିନ ପରିଶ୍ରମ ପ୍ରତି ଆଗ୍ରହ ରହିବା ଆବଶ୍ୟକ। ତାପରେ ଆପଣଙ୍କ କାମରେ ଆତ୍ମବିଶ୍ୱାସ। ତାପରେ ହିଁ ଗ୍ରହ ପରିବର୍ତ୍ତନ ଆପଣଙ୍କୁ ସମର୍ଥନ କରିବ ଏବଂ ମହାକାଶରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଗ୍ରହ ପରିବର୍ତ୍ତନ ଘଟୁଛି। ଆପଣଙ୍କ ଜୀବନରେ ବହୁତ ଶୀଘ୍ର ସକାରାତ୍ମକ ପରିବର୍ତ୍ତନ ଦେଖାଯାଇପାରେ। ତେଣୁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଘଣ୍ଟି ଆଇକନକୁ ଦବାନ୍ତୁ। ତେଣୁ ଆସନ୍ତୁ ଜାଣିବା ବିସ୍ତୃତ ଭିଡ଼ିଓଗୁଡ଼ିକ ମଧ୍ୟ। ଶେଷରେ ଆଜି ଆପଣଙ୍କ ରାଶି କ'ଣ ରଖିଛି? ହଁ ବନ୍ଧୁଗଣ, ଭାବପ୍ରବଣ ହେବା ପରିବର୍ତ୍ତେ ବୁଦ୍ଧିମାନ ଭାବରେ କାର୍ଯ୍ୟ କରନ୍ତୁ। ଟିକିଏ ସତର୍କତା ସହିତ ସମସ୍ତ କାର୍ଯ୍ୟ ବ୍ୟବସ୍ଥିତ ଭାବରେ ସମାପ୍ତ ହେବ। ଆପଣଙ୍କ ପିଲାମାନଙ୍କ ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ ହେବ। ସାହସ ଏବଂ ଦୃଢ଼ତାର ସହିତ କଷ୍ଟକର କାର୍ଯ୍ୟଗୁଡ଼ିକ ମଧ୍ୟ ସହଜରେ ସମାପ୍ତ ହେବ। ତଥାପି ପାରିବାରିକ ବ୍ୟବସ୍ଥା ସହିତ ଜଡ଼ିତ ସମସ୍ୟା ଦେଖାଦେଇପାରେ। ସମସ୍ୟାଗୁଡ଼ିକୁ ଶାନ୍ତ ଭାବରେ ସମାଧାନ କରନ୍ତୁ। ଆପଣଙ୍କ ଶ୍ୱଶୁର ଘର ଲୋକଙ୍କ ସହିତ ସମ୍ପର୍କ ଖରାପ ହେବାକୁ ଦିଅନ୍ତୁ ନାହିଁ। କ୍ରୋଧ ଏବଂ ଆବେଗ ବଦଳରେ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରନ୍ତୁ। ଏବଂ ହଁ, ସମସ୍ତ ବ୍ୟବସାୟିକ କାର୍ଯ୍ୟକଳାପ ତଦାରଖ ହେବା ନିଶ୍ଚିତ କରନ୍ତୁ। କର୍ମଚାରୀ କିମ୍ବା କର୍ମଚାରୀଙ୍କ ଉପରେ ନିର୍ଭର କରିବା କ୍ଷତିକାରକ ହୋଇପାରେ। ବେଆଇନ କାର୍ଯ୍ୟକଳାପରୁ ଦୂରରେ ରୁହନ୍ତୁ। ତଦନ୍ତ କିମ୍ବା ଦଣ୍ଡ ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ। ଏବଂ ହଁ, ବୈବାହିକ ଜୀବନରେ ବିପରୀତ ଲିଙ୍ଗର କାହାକୁ ଭେଟିଲେ ସୁଖଦ ସ୍ମୃତି ଫେରିଆସିବ। ଏହା ବ୍ୟତୀତ ବନ୍ଧୁମାନେ ଅନୁପଯୁକ୍ତ ଖାଦ୍ୟପେୟ ଗ୍ୟାସ୍, ବଦହଜମି ଏବଂ ପେଟ ଯନ୍ତ୍ରଣାର କାରଣ ହୋଇପାରେ। ଯଦି ଅସ୍ୱସ୍ତି ଆହୁରି ବଢ଼ିଯାଏ ତେବେ ହାଲୁକା ଖାଦ୍ୟ ଖାଆନ୍ତୁ ଏବଂ ଡାକ୍ତରୀ ପରାମର୍ଶ ନିଅନ୍ତୁ। ତଥାପି ଏପରି ଖାଦ୍ୟ ଖାଇବାରୁ ଦୂରେଇ ରୁହନ୍ତୁ ଯାହା ପାଚନ ସମସ୍ୟା ସୃଷ୍ଟି କରିପାରେ ଏବଂ ପରେ ଆପଣଙ୍କୁ ଅନୁତାପ କରାଇପାରେ। ଏହି ପ୍ରକାରର ଖାଦ୍ୟ ଧୈର୍ଯ୍ୟ ଏବଂ ଅପେକ୍ଷାରେ ପରିପୂର୍ଣ୍ଣ ଦିନ। ଆପଣଙ୍କ ପରିବାର ଧୀରେ ଧୀରେ ଆପଣଙ୍କ ପ୍ରୟାସର ଫଳାଫଳ ଦେଖିବ। ମହିଳାମାନେ ସେମାନଙ୍କ କାମର ଫଳାଫଳରେ ସନ୍ତୁଷ୍ଟ ହେବେ। ଯୋଜନାବଦ୍ଧ ନିବେଶ ସମୟ ସହିତ ଲାଭବାନ ହେବ। ପିଲାମାନଙ୍କର ଶିକ୍ଷା କ୍ଷେତ୍ରରେ ପ୍ରଗତି ହେବ
ପିଲାମାନଙ୍କର ଅଧ୍ୟୟନ ସଫଳ ହେବ, କିନ୍ତୁ ସେମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଆପଣଙ୍କୁ ସମ୍ପର୍କୀୟଙ୍କ ସହ ଜଡ଼ିତ କିଛି ଦାୟିତ୍ୱ ତୁଲାଇବାକୁ ପଡ଼ିପାରେ ଏବଂ ବନ୍ଧୁମାନେ ବାଣିଜ୍ୟିକ କ୍ଷେତ୍ରରେ ଧୀରେ ଧୀରେ ଲାଭ ବୃଦ୍ଧି ପାଇବ। ଫ୍ରିଲାନ୍ସମାନେ ସେମାନଙ୍କ କଠିନ ପରିଶ୍ରମ ମାଧ୍ୟମରେ ନୂତନ ଗ୍ରାହକ ପାଇପାରନ୍ତି। ଯେଉଁମାନେ ପରିଚାଳନାରେ ଅଛନ୍ତି ସେମାନଙ୍କୁ ସେମାନଙ୍କର ରଣନୀତିକୁ ସୁଧାରିବାକୁ ପଡ଼ିବ। ଯୋଜନାଗୁଡ଼ିକୁ ଅଟକାନ୍ତୁ ନାହିଁ, ସେମାନଙ୍କୁ ସମୟ ଦିଅନ୍ତୁ। ବରିଷ୍ଠ ବ୍ୟକ୍ତିମାନେ ଆପଣଙ୍କ ଧୈର୍ଯ୍ୟ ଏବଂ କଠିନ ପରିଶ୍ରମକୁ ପ୍ରଶଂସା କରିବେ ଏବଂ ପ୍ରେମ ସମ୍ପର୍କ ସ୍ଥିର ରହିବ, କିନ୍ତୁ ପ୍ରଗତି ପାଇଁ ସମୟ ଲାଗିବ। ଅବିବାହିତ ବ୍ୟକ୍ତିମାନେ ନୂତନ ସମ୍ପର୍କ ଆରମ୍ଭ କରିପାରନ୍ତି। ବିବାହିତ ବ୍ୟକ୍ତିମାନଙ୍କୁ ଧୈର୍ଯ୍ୟ ଏବଂ ବିଶ୍ୱାସ ବଜାୟ ରଖିବାକୁ ପଡ଼ିବ। ପ୍ରେମିକମାନେ ଭବିଷ୍ୟତ ଯୋଜନା ବିଷୟରେ ବିଚାର କରିବେ। ଛୋଟ ଛୋଟ ଭୁଲ ବୁଝାମଣାକୁ ଶାନ୍ତ ଭାବରେ ସମାଧାନ କରନ୍ତୁ। ଭାବନା ଗଭୀର ହେବ, କିନ୍ତୁ ଆପଣ ସେଗୁଡ଼ିକୁ ପ୍ରକାଶ କରିବାକୁ ସଂକୋଚ କରିପାରନ୍ତି। ସନ୍ଦେହ ଏଡ଼ାନ୍ତୁ। ଛୋଟ ଗଣ୍ଠି ଆଘାତ କଷ୍ଟକର ହୋଇପାରେ। ଲୌହ କିମ୍ବା ଭିଟାମିନ୍ର ଅଭାବ ଦୁର୍ବଳତା ସୃଷ୍ଟି କରିପାରେ। ପୁଷ୍ଟିସାର ଏବଂ ବିଶ୍ରାମ ଉପରେ ଧ୍ୟାନ ଦିଅନ୍ତୁ। ପ୍ରଚୁର ପାଣି ପିଅନ୍ତୁ ଏବଂ ଏକ ସନ୍ତୁଳିତ ଦିନଚର୍ଯ୍ୟା ବଜାୟ ରଖନ୍ତୁ। ହଁ, ଆମେ ଯାହା କହିଛୁ ତାହା ସତ୍ୟ। ଏବଂ ଶୁଣ, ଆପଣଙ୍କ ଉପରେ ସମସ୍ତ ଦେବତାଙ୍କ ଦେବତା ଭଗବାନ ଶିବଙ୍କ ଆଶୀର୍ବାଦ ଅଛି। ତେଣୁ ଆପଣଙ୍କୁ ବିଶେଷ ଭାବରେ ମନେ ରଖିବା ଉଚିତ ଯେ ସକାଳ ହେଉଛି ସତର୍କତାର ସହିତ କାମ କରିବାର ସମୟ। କ୍ରୋଧ ଅଧିକ ରହିବ। ପ୍ରିୟଜନଙ୍କ ପ୍ରତି ବ୍ୟବହାର ଅସ୍ୱୀକାରପୂର୍ଣ୍ଣ ହେବ। ଆପଣଙ୍କ ପାରିପାର୍ଶ୍ୱିକ ଅବସ୍ଥା ପ୍ରତି ସଚେତନ ରୁହନ୍ତୁ। ପରିବାର ସମର୍ଥନ ରହିବ। ଆପଣ ଆପଣଙ୍କ ପିଲାମାନଙ୍କଠାରୁ ଖୁସି ପାଇବେ। ଅପରାହ୍ନରେ ପ୍ରମୁଖ କାମ ହୋଇପାରେ ଏବଂ ଲାଭ ବୃଦ୍ଧି ପାଇବେ। ଦିନଟି ଭଲ ଭାବରେ ଶେଷ ହେବ। ବିବାଦୀୟ ମାମଲାରେ ଆପଣଙ୍କ ସ୍ଥିତି ମଜବୁତ ହେବ। ଆପଣ ଆପଣଙ୍କ ବିରୋଧୀମାନଙ୍କୁ ନିୟନ୍ତ୍ରଣ କରିବାରେ ସଫଳ ହେବେ। ହନୁମାନ ମନ୍ଦିରରେ ନଡ଼ିଆ ଅର୍ପଣ କରନ୍ତୁ। ଆଜି ଖୁସି, ସ୍ଥିରତା ଏବଂ ଦାୟିତ୍ୱରେ ପରିପୂର୍ଣ୍ଣ ଦିନ ହେବ। ଆପଣଙ୍କର ବ୍ୟବହାରିକ ଆଭିମୁଖ୍ୟ ଆପଣଙ୍କ ପରିବାରକୁ ସୁରକ୍ଷାର ଭାବନା ଦେବ। ବୟସ୍କ ବ୍ୟକ୍ତିଙ୍କ ଆବଶ୍ୟକତା ପ୍ରତି ଧ୍ୟାନ ଦେବା ଆପଣଙ୍କ ପ୍ରାଥମିକତା ହେବ। ଅତ୍ୟାବଶ୍ୟକୀୟ ଜିନିଷ କିଣିବା କିମ୍ବା ଘର ସଜାଇବାର ଚିନ୍ତାଧାରା ଆନନ୍ଦ ଆଣିଦେବ। ଆପଣଙ୍କ ଆର୍ଥିକ ପରିସ୍ଥିତି ସୁଦୃଢ଼ ରହିବ ଏବଂ ଟଙ୍କା ସୁବିଚାର ସହିତ ବ୍ୟବହାର କରାଯିବ। ପରିବାରର ଜଣେ ମହିଳା ସଦସ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ବାଣିଜ୍ୟ କ୍ଷେତ୍ରରେ ଆର୍ଥିକ ଯୋଜନା ଆପଣଙ୍କୁ ଲାଭଦାୟକ ହେବ। ଶିକ୍ଷା ଏବଂ ପରାମର୍ଶ କ୍ଷେତ୍ରରେ ସମ୍ମାନ ବୃଦ୍ଧି ପାଇବ। କାର୍ଯ୍ୟକ୍ଷେତ୍ରରେ ଆପଣ ଆପଣଙ୍କ ଦଳଠାରୁ ବିଶ୍ୱାସ ଏବଂ ସମର୍ଥନ ପାଇବେ। କ୍ୟାରିୟର ପ୍ରଗତି ସ୍ଥିର ଏବଂ ଯୋଜନାବଦ୍ଧ ହେବ। ଶବ୍ଦ ହେବ। ଶାନ୍ତ ଆଚରଣ ଏବଂ ସଠିକ୍ ନିଷ୍ପତ୍ତି ଆପଣଙ୍କୁ ଆଗକୁ ବଢ଼ାଇବ। ଏବଂ ହଁ, ଆପଣଙ୍କ ପ୍ରେମ ଜୀବନରେ ସନ୍ତୁଳନ ବୃଦ୍ଧି ପାଇବ। ବୈବାହିକ ଜୀବନରେ ସହଯୋଗ ଏବଂ ସମ୍ମାନ ନିକଟତାକୁ ବୃଦ୍ଧି କରିବ। ଅବିବାହିତମାନେ ଜଣେ ଦୟାଳୁ ଏବଂ ବିଶ୍ୱସ୍ତ ବ୍ୟକ୍ତିଙ୍କ ସହିତ ଜଡ଼ିତ ଅନୁଭବ କରିପାରନ୍ତି। ପ୍ରେମିକମାନେ ସେମାନଙ୍କ ଭବିଷ୍ୟତ ସହିତ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବିଷୟରେ ବିଚାର କରିବେ। ସେମାନଙ୍କ ସାଥୀଙ୍କ ସହିତ ସମୟ ବିତାଇବା ଦ୍ୱାରା ସେମାନଙ୍କର ଭାବପ୍ରବଣ ବନ୍ଧନ ଆହୁରି ଗଭୀର ହେବ। ଯୋଜନାବଦ୍ଧ କାର୍ଯ୍ୟଗୁଡ଼ିକୁ ସମୟ ମଧ୍ୟରେ ସମାପ୍ତ କରିବା ଦ୍ୱାରା ଉତ୍ସାହ ଆସିବ। ବନ୍ଧୁ ଏବଂ ସମ୍ପର୍କୀୟଙ୍କ ସହିତ ଭାବପ୍ରବଣ ସମ୍ପର୍କ ବୃଦ୍ଧି ପାଇବ। ଆବଶ୍ୟକ ହେଲେ ଆପଣ ସେମାନଙ୍କୁ ସାହାଯ୍ୟ କରିବେ, ଯାହା ଆପଣଙ୍କୁ ଆନନ୍ଦ ଦେବ। ଆପଣ ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଭେଟିବାର ସୁଯୋଗ